ତାଙ୍କ ଝିଅରଙ୍କର ତ କିଛି ରାଜନୈତିକ ଭବିଷ୍ୟତ ହିଁ ନଥିଲା। ମୁକିମ ବାବୁ ଲଢି ପାରିଲେ ନାହିଁ ବୋଲି ତାଙ୍କ ଝିଅ ଆଗକୁ ଆସିଥିଲେ। କଟକ ବାରବାଟୀରେ ମୁକିମ କଂଗ୍ରେସର ଯୋଉ ଭୋଟ ତାହାକୁ ମୁକିମଙ୍କର ଭୋଟ ବୋଲି ଗଣାଯାଏ। ଦେଖନ୍ତୁ ମହମ୍ମଦ ମୁକିମ ଗତ 4-6 ମାସ ଧରିକି ଗୋଟେ ନୂଆ ଦଳ ଗଠନ କରିବା ପାଇଁ ଯୋଜନା କରୁଥିଲେ। ଯାହା ହଉ ଆସନ୍ତା 15 ତାରିଖ ଦିନ ସେ ତାଙ୍କ ଦଳକୁ ଲଞ୍ଚ କରୁଛନ୍ତି। କଣ ସଫଳ ହବ ବିଫଳ ହବ ତାଙ୍କର ଅଙ୍କ କଣ ଥିବ ସେଇଟା ତ ସମୟ କହିବ। କିନ୍ତୁ ଆଜିକା ଦିନରେ ମୁକିମ ବାବୁଙ୍କ ସାଙ୍ଗରେ ଏଯାବତ୍ ପ୍ରଭାବଶାଳୀ ବା ସଂଗଠନରେ ଦକ୍ଷତା ଥିବା ନେତାମାନେ ଏଯାକେ ଯୋଡ଼ି ହେଇନାହାନ୍ତି। ଯାହା ଫଳରେ ଦଳ କେତେ ଆଗକୁ ଯିବ କି ଆଗାମୀ ସମୟରେ ଆଉ କେତେ ଲୋକ ଯୋଡ଼ି ହେଇପାରିବେ। ଏମିତି ଭୁବନେଶ୍ୱରରେ ମଧ୍ୟ ବାସୁଦେବ ଭଟ୍ଟଙ୍କ ଠାରୁ ଧରି ଅନେକ ସାମାଜିକ କର୍ମୀ ମଧ୍ୟ ତାଙ୍କ ସହିତ ଯୋଡ଼ି ହେବା ଆରମ୍ଭ କଲେଣି। ଏବଂ ଆଉ ରହିଲା ଆପଣ ପଚାରୁଛନ୍ତି ତାଙ୍କ ଝିଅଙ୍କର ଭବିଷ୍ୟତ ଅନିଶ୍ଚିତ କଥା। ତାଙ୍କ ଝିଅରଙ୍କର ତ କିଛି ରାଜନୈତିକ ଭବିଷ୍ୟତ ହିଁ ନଥିଲା। ମୁକିମ ବାବୁ ଲଢି ପାରିଲେ ନାହିଁ ବୋଲି ତାଙ୍କ ଝିଅ ଆଗକୁ ଆସିଥିଲେ। ଏବଂ କଟକ ବାରବାଟୀରେ ମୁକିମ କଂଗ୍ରେସର ଯୋଉ ଭୋଟ ତାହାକୁ ମୁକିମଙ୍କର ଭୋଟ ବୋଲି ଗଣାଯାଏ। କାହିଁକି ନା ଯୋଉ ସଂଖ୍ୟାଲଘୁ ଭୋଟଟି ତାଙ୍କ ହାତରେ ରହିଛି। ଏବଂ ଆଗାମୀ ଦିନରେ ଆପଣ ଦେଖିବେ ଆପଣଙ୍କର କଂଗ୍ରେସ ଆଙ୍କର ଓଜେସି ଏବଂ ସେପଟେ ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେଲେ ଗୋଟେ କଡା ଟକ୍କର ହବ। ଚତୁର୍ଥ ସ୍ଥାନରେ କଂଗ୍ରେସ ରହିବ ଆଉ 3 ଦଳ ଭିତରେ କଡା ଟକ୍କର ହେଇ ଯିଏ ଗୋଟେ 5,000 ଭୋଟରେ ଜିତିକି ଆସିବ। ତେଣୁ ସିଏ ତାଙ୍କର ଅଙ୍କ କଷୁଛନ୍ତି। ଆପଣ ପଚାରୁଛନ୍ତି ଯେ ତାଙ୍କ ଝିଅ ଆଉ ସେ କହୁଛନ୍ତି କଂଗ୍ରେସରେ ଅଛନ୍ତି ଏବଂ ପରବର୍ତ୍ତୀ ସମୟରେ କରିବେ। ତାଙ୍କ ଝିଅ ଓଜିସିରେ ଯୋଗ ଦେଇପାରିବେ ନାହିଁ। ଯଦି ସେ ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦେବେ ତାହେଲେ ତାଙ୍କ ଝିଅଙ୍କର ପଦ ରଦ୍ଦ ହେଇଯିବ। ଦଳରୁ ନିଲମ୍ବିତ ହୋଇଛନ୍ତି ସତ, ବହିଷ୍କାର ହେଇନାହାନ୍ତି। ବହିଷ୍କାର ହେଲେ ବି ସ୍ୱାଧୀନ ବିଧାୟକ ଭାବରେ କାମ କରିପାରିବେ। କିନ୍ତୁ ନିୟମ ରହିଛି ତେମେ ଯଦି କଂଗ୍ରେସ ଟିକେଟରୁ ଜିତିଥିବ ଅନ୍ୟ ଦଳରେ ସିଧାସଳଖ ଭାବରେ ଯୋଗ ଦେବେ ତାହେଲେ ଆପଣଙ୍କର ପଦ ରଦ୍ଦ ହେଇଯିବ। ଆପଣମାନେ ଦେଖୁଥିବେ ଲିକୁ ସାହୁ ହୁଅନ୍ତୁ, ଶାରଦା ଜେନା ହୁଅନ୍ତୁ, ଆଉ ଆମର ବଡମ୍ବାର ବିଧାୟକ ବିଜୟ ଦଳବେହେରା ହୁଅନ୍ତୁ, ଏମାନେ ଭାରତୀୟ ଜନତା ପାର୍ଟି ରେ ଯୋଗ ମୁଁ ବିଜେପି ନେତା ବୋଲି କହିପାରିବେନି। ତାଙ୍କ ବ୍ୟାନର ଲେଖିପାରିବେନି ମୁଁ ବରିଷ୍ଠ ଭାଜପା ନେତା କି ଅମକ ସମକ। ମିଟିଂ ଫିଟିଂ ଯାଉଛନ୍ତି ହେରି ନହେଲେ ତାଙ୍କ ପଦ ପଳେଇବ ଜଣେ ଚ୍ୟାଲେଞ୍ଜ କରିଦେଲେ କୋର୍ଟରେ। ତେଣୁ ମୁକିମ ବାବୁ ନୂଆକିରି ଆରମ୍ଭ କରୁଛନ୍ତି, ସମୟ ଆସିଲେ କହିବା।